ସୂତାର୍ଥ ଲାଭ ନବପଞ୍ଚକେଷୁ ଅର୍ଥାତ୍ ଜାତକର ଚନ୍ଦ୍ର ଥିବା ରାଶିଠୁ ବୃହସ୍ପତି ମହାଗ୍ରହ ନବମ ଓ ପଞ୍ଚମ ସ୍ଥାନରେ ଅବସ୍ଥାନ କଲେ ଜାତକ ପୁତ୍ର ଓ ଅର୍ଥ ଲାଭ କରିଥାଏ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଆଷ୍ଟ୍ରୋଲୋଜି ଦର୍ଶକ ବନ୍ଧୁମାନଙ୍କୁ 2025 ନୂତନ ବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରୁଛି। 2025 ମସିହା ପାଇଁ କନ୍ୟା ରାଶିର ବାର୍ଷିକ ରାଶିଫଳ କିପରି ରହିବ? କନ୍ୟା ରାଶି ନୈସର୍ଗିକ ଦ୍ୱାଦଶ ରାଶିଚକ୍ରର ଷଷ୍ଠ ରାଶି। ମିଥୁନ ରାଶି ସହିତ କନ୍ୟା ରାଶିର ଅଧିପତି ହେଉଛନ୍ତି ଗ୍ରହ ଜଗତର ରାଜକୁମାର କୁହାଯାଉଥିବା ବୁଧ ମହାଗ୍ରହ। 2025 ମସିହା ପାଇଁ ଦ୍ୱାଦଶ ରାଶିମାନଙ୍କର ବାର୍ଷିକ ରାଶିଫଳ ବିଚାର କରିବାକୁ ଯିବା ଅବସରରେ ଆମେ ଜାଣିବାକୁ ପାଇବା 2025 ମସିହାରେ ଦ୍ୱାଦଶ ରାଶିଚକ୍ରରେ ପରିଭ୍ରମଣ କରୁଥିବା 9ଟି ଯାକ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। 9ଟି ଯାକ ଗ୍ରହଙ୍କର ରାଶି ପରିବର୍ତ୍ତନରେ କନ୍ୟା ରାଶିର ସ୍ୱାସ୍ଥ୍ୟ, ଶିକ୍ଷା, ଚାକିରି ବା କର୍ମ, ପ୍ରେମ, ବିବାହ, ଘର ଓ ପରିବାର ଉପରେ କ'ଣ ସବୁ ପ୍ରଭାବ ପଡ଼ିବାକୁ ଯାଉଛି ବା ପଡ଼ିବାର ସମ୍ଭାବନା ରହୁଛି, ଆଜିର ଏପିସୋଡ଼ରେ ଏହାର ଉପସ୍ଥାପନା। 2025 ବର୍ଷର ପ୍ରାରମ୍ଭରେ କନ୍ୟା ରାଶି ଉପରେ ରାହୁଙ୍କ ଦୃଷ୍ଟି ଓ ଲଗ୍ନ ଭାବରେ କେତୁ ମହାଗ୍ରହଙ୍କ ଅବସ୍ଥିତି ସ୍ୱାସ୍ଥ୍ୟ ସମ୍ପର୍କିତ ଉତ୍ଥାନ ପତନ ସମସ୍ୟା ଭୋଗ କରାଇପାରେ। 2025 ମସିହା ମେ ମାସ 18 ତାରିଖ ପରେ ରାହୁ ଓ କେତୁ ରାଶି ପରିବର୍ତ୍ତନ କଲେ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ଧୀରେ ଧୀରେ ହୋଇଯିବ। କିନ୍ତୁ ଶନି ମହାଗ୍ରହ 2025 ମସିହା ମାର୍ଚ୍ଚ ମାସ 29 ତାରିଖ ପରେ କୁମ୍ଭ ରାଶିରୁ ଗୋଚରରେ ଗମନ କରି ମୀନ ରାଶି ଅର୍ଥାତ୍ କନ୍ୟା ରାଶିର ସପ୍ତମ ଭାବରେ ପ୍ରବେଶ କଲେ ମୀନ ରାଶି ସ୍ଥିତ ଶନି ଓ ରାହୁଙ୍କର ଦୃଷ୍ଟି କନ୍ୟା ରାଶି ଉପରେ ନିପତିତ ହେବ। ବିଭିନ୍ନ ଜ୍ୟୋତିଷୀୟ ଗ୍ରନ୍ଥରେ ଶନି ଓ ରାହୁଙ୍କୁ କାଳ ଓ ଯମ ବୋଲି ବର୍ଣ୍ଣନା କରାଯାଇଥିବାରୁ 2025 ମସିହାର ମାର୍ଚ୍ଚ ମାସ 29 ତାରିଖ ପରଠାରୁ ମେ ମାସ 18 ତାରିଖ ପର୍ଯ୍ୟନ୍ତ କନ୍ୟା ରାଶି ଜାତକ ପାଇଁ ସମୟ ଘାତକ ବା ମାରକ ସମୟ ବୋଲି ବିବେଚନା କରାଯାଇପାରେ। ଏହି ସମୟରେ ଜାତକର ସ୍ନାୟୁବିକ ଦୁର୍ବଳତା, ମାନସିକ ଦୁଶ୍ଚିନ୍ତା, ଡିପ୍ରେସନ୍, ଅସ୍ଥି ମଜ୍ଜାଗତ ସମସ୍ୟା, ଚର୍ମରୋଗ, ଶରୀରରେ ବାୟୁ ବିକାର ଭଳି ପ୍ରଭୃତି ରୋଗ ଦେଖାଦେଇ ଏହିସବୁ ରୋଗର ପ୍ରାଦୁର୍ଭାବକୁ ବଢ଼ାଇ ଦେଇପାରେ। ଅବଶ୍ୟ ଏହି ସମୟରେ ବୃହସ୍ପତି ମହାଗ୍ରହଙ୍କର କନ୍ୟା ରାଶି ଉପରେ ଦୃଷ୍ଟି ଏହିସବୁ ରୋଗର ଉପସର୍ଗକୁ ହ୍ରାସ କରାଇପାରେ। ତେବେ ବି ଆବଶ୍ୟକ ମନେ କଲେ ରାହୁ ଓ ଶନି ମହାଗ୍ରହଙ୍କର ପ୍ରତିକାର କରାଇପାରନ୍ତି। କନ୍ୟା ରାଶି ପାଇଁ 2025ର ଶିକ୍ଷାବର୍ଷକୁ ଉତ୍ତମ ବର୍ଷ ବୋଲି ଗ୍ରହଣ କରାଯାଇପାରେ। 2025 ବର୍ଷର ଆରମ୍ଭରୁ ମେ ମାସ 14 ତାରିଖ ପର୍ଯ୍ୟନ୍ତ ଗ୍ରହ ଜଗତର ସର୍ବାପେକ୍ଷା ଶୁଭ ଗ୍ରହ ତଥା ଉଚ୍ଚଶିକ୍ଷାର କାରକ ଗ୍ରହ ବୃହସ୍ପତି ମହାଗ୍ରହଙ୍କର ଦୃଷ୍ଟି ଆପଣଙ୍କ ରାଶିର ତୃତୀୟ ଭାବ ଓ ପଞ୍ଚମ ଭାବ ଉପରେ ରହୁଥିବାରୁ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରୁ ଚମତ୍କାର ଫଳ ପ୍ରାପ୍ତ କରିବେ। ଶିକ୍ଷାବର୍ଷର ଶେଷ ପରୀକ୍ଷା ସେମାନଙ୍କୁ ଆଶାଠାରୁ ଅଧିକ ଫଳ ପ୍ରଦାନ କରିବ। ବାଣିଜ୍ୟିକ ଶିକ୍ଷା, କମର୍ସ ବା MBA, ଶିକ୍ଷଣୀୟ ଶିକ୍ଷା CT ବା BEd ଏବଂ ମ୍ୟାଥମେଟିକ୍ସ, ଗଣିତ ଏବଂ କେମିଷ୍ଟ୍ରି ବା ରସାୟନ ବିଜ୍ଞାନରେ ଉଚ୍ଚତର ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ଆଶାଠାରୁ ଅଧିକ ଫଳ ନିଶ୍ଚିତ ପାଇବେ। ମେ ମାସ 14 ତାରିଖ ପରେ ବୃହସ୍ପତି ମହାଗ୍ରହ ଗୋଚରରେ କନ୍ୟା ରାଶିର ଦଶମ ସ୍ଥାନ ମିଥୁନ ରାଶିକୁ ଆସିଲେ ଛାତ୍ରଛାତ୍ରୀମାନଙ୍କୁ ପାଠପଢ଼ାରେ ଅଧିକା ପରିଶ୍ରମ କରିବା ଦରକାର ହେବ।
2025 ମସିହା ପାଇଁ ପ୍ରେମ ସମ୍ବନ୍ଧରେ ଥିବା ପ୍ରେମୀ ଯୁଗଳଙ୍କ ପାଇଁ ବର୍ଷର ପ୍ରଥମାର୍ଦ୍ଧଟି ବଡ଼ ସୁନ୍ଦର ସମ୍ବାଦ ବହନ କରି ଆସୁଛି। ବର୍ଷର ପ୍ରଥମାର୍ଦ୍ଧରେ କନ୍ୟା ରାଶିର ପଞ୍ଚମ ସ୍ଥାନକୁ ବୃହସ୍ପତିଙ୍କ ଦୃଷ୍ଟି ଲଭ୍ ଲାଇଫ୍ ପାଇଁ ବହୁତ ସହାୟକ ସିଦ୍ଧ ହେବ। ଈଶ୍ୱରୀୟ ବରଦାନରେ ଅଭିଭୂତ ପ୍ରେମୀ ଯୁଗଳଙ୍କ ଆନନ୍ଦର ସୀମା ରହିବ ନାହିଁ। ଭଲ ପାଇବା ଚିରନ୍ତନ ସତ୍ୟ ଓ ଶାଶ୍ୱତ ବୋଲି ପ୍ରମାଣ ସିଦ୍ଧ କରିବାକୁ ଚେଷ୍ଟା ଅବ୍ୟାହତ ରଖିବେ। ଏହି ସମୟରେ ମାର୍ଚ୍ଚ ମାସ 29 ତାରିଖ ପରେ କନ୍ୟା ରାଶିର ପଞ୍ଚମାଧିପ ଶନି ଗୋଚରରେ ସପ୍ତମ ସ୍ଥାନ ମୀନ ରାଶିରେ ପ୍ରବେଶ କଲେ ଉଭୟ ପୁଅ ଓ ଝିଅ ବିବାହ ବନ୍ଧନରେ ବାନ୍ଧି ହେଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। 2025 ମସିହାରେ ଚାକିରି କରୁଥିବା କନ୍ୟା ରାଶି ଜାତକଙ୍କ ପାଇଁ ସମୟ ମଧ୍ୟମ ଧରଣର ରହିବ। ଅପ୍ରେଲ ମାସଠାରୁ ଚାକିରି କ୍ଷେତ୍ରରେ ପ୍ରମୋସନ୍ ସହିତ ସ୍ଥାନାନ୍ତରର ଯୋଗ ଦେଖାଯାଉଛି। କର୍ମକ୍ଷେତ୍ରରେ ଅହେତୁକ ବିଳମ୍ବତା ଲାଗି ରହିବ। ମେ ମାସ 18 ତାରିଖ ପରେ ରାହୁ ମହାଗ୍ରହ କନ୍ୟା ରାଶିର ଷଷ୍ଠ ସ୍ଥାନକୁ ଆସିଲେ ଚାକିରି ଓ ଚାକିରି କ୍ଷେତ୍ରରେ ବଡ଼ ବିଚିତ୍ର ପ୍ରଭାବ ଦେଖିବାକୁ ମିଳିବ। ଅନେଷ୍ଟଲି ବା ସାଧୁତା ସହିତ କର୍ମ କରୁଥିବା ବ୍ୟକ୍ତି ବିଶେଷ ନିନ୍ଦିତ ହୋଇପାରନ୍ତି। ଅମୂଳକ ଅଭିଯୋଗ ଆପଣଙ୍କ ଉପରେ ଆସିପାରେ। ମାନସିକ ପୀଡ଼ା ଭୋଗ କରିପାରନ୍ତି। ସହକର୍ମୀମାନେ ଦୂରେଇ ରହିବେ। ବାଣିଜ୍ୟ ବେପାରରେ ଥିବା ବ୍ୟକ୍ତି ବିଶେଷ ବାଣିଜ୍ୟ ବେପାରରୁ ପ୍ରଚୁର ମୁନାଫା ବା ଲାଭ ପାଇବେ। ବର୍ଷ ସାରା ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ମାର୍ଚ୍ଚ 29 ତାରିଖ ପରେ ଶନି ମୀନ ରାଶିରେ ପ୍ରବେଶ କଲେ ଦିଗ୍ବଳୀ ଶନି ମହାଗ୍ରହ ବ୍ୟବସାୟ କ୍ଷେତ୍ରରେ ପ୍ରଥମେ ଟିକିଏ ମାନ୍ଦାବସ୍ଥା ଦେଇପାରନ୍ତି, କିନ୍ତୁ ପରବର୍ତ୍ତୀ ସମୟରେ 2025 ମସିହା ଶେଷ ପର୍ଯ୍ୟନ୍ତ ବଡ଼ ଚମତ୍କାର ଭାବରେ ବ୍ୟବସାୟର ଅଭିବୃଦ୍ଧି ସାଧନ କରିବେ। ପଶ୍ଚିମ ଦିଗରେ ନୂତନ ବାଣିଜ୍ୟ କର୍ମ ଆରମ୍ଭ ହୋଇପାରେ। 2025 ମସିହା ପାଇଁ କନ୍ୟା ରାଶି ଜାତକର ପାରିବାରିକ ଶାନ୍ତି ଶୃଙ୍ଖଳା ଠିକ୍ଠାକ୍ ରହିବ। ସହଧର୍ମିଣୀଙ୍କ ପ୍ରଭାବରେ ଆପଣ ପ୍ରଭାବିତ ହେବେ ତଥା ତାଙ୍କ ଚିନ୍ତାଧାରାରେ ଆପଣଙ୍କର ଉନ୍ନତିର ପଥ ପରିଷ୍କାର ହେବ। ସପରିବାର ତୀର୍ଥାଟନ ବା ଭ୍ରମଣରେ ଯିବା ପାଇଁ ମନ ବଳାଇବେ। ରାଜନୀତି ବା ସାମାଜିକ ଜୀବନ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷ 2025 ମସିହା ଅପ୍ରେଲ ମାସଠାରୁ ବର୍ଷର ଶେଷ ପର୍ଯ୍ୟନ୍ତ ଜନସାଧାରଣଙ୍କ ସହିତ ଯୋଡ଼ି ହୋଇ ରହିବେ। ସାମାଜିକ ସ୍ୱୀକୃତି ମିଳିବ। କ୍ଷମତା ରାଜନୀତିରେ ଥିଲେ ନିର୍ବାଚନରେ ବିଜୟ ଲାଭ ହୋଇପାରେ। ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରିବେ। ଏ ତ ଗଲା କନ୍ୟା ରାଶିର 2025 ମସିହା ପାଇଁ ମୋଟାମୋଟି ଭାବେ ବାର୍ଷିକ ରାଶିଫଳ। ଏତଦ୍ ବ୍ୟତୀତ 2025 ମସିହାର କେଉଁ ସମୟରେ କନ୍ୟା ରାଶି ବ୍ୟକ୍ତି କ'ଣ ସବୁ ଫଳ ପ୍ରାପ୍ତ ହେବେ ତାର ସଠିକତା ଜାଣିବା ପାଇଁ ନାକ୍ଷତ୍ରିକ ଦଶାର ବିଚାର କରିବା ଉଚିତ ହେବ। କାରଣ କନ୍ୟା ରାଶିରେ 3 ଗୋଟି ନକ୍ଷତ୍ର ଉତ୍ତର ଫାଲ୍ଗୁନୀ, ହସ୍ତା ଓ ଚିତ୍ରା ନକ୍ଷତ୍ର ଭୋଗ ହୋଇଥାଏ। ନକ୍ଷତ୍ର ଅନୁସାରେ କନ୍ୟା ରାଶି ଜାତ ବ୍ୟକ୍ତି ରବି, ଚନ୍ଦ୍ର ଓ ମଙ୍ଗଳ ମହାଗ୍ରହଙ୍କ ମହାଦଶାରେ ଜନ୍ମଗ୍ରହଣ କରିଥାନ୍ତି। ସେଥିପାଇଁ ଜନ୍ମ ସମୟକୁ କନ୍ୟା ରାଶିଜାତ ବ୍ୟକ୍ତି କେଉଁ ମହାଗ୍ରହର ମହାଦଶାରେ ଜନ୍ମଗ୍ରହଣ କରିଛନ୍ତି, ଜନ୍ମ ସମୟକୁ ଗ୍ରହମାନଙ୍କର ଜାତକ ଚକ୍ରରେ ଅବସ୍ଥିତି କ'ଣ ଅଛି, ବର୍ତ୍ତମାନ କେଉଁ ମହାଗ୍ରହଙ୍କର ମହାଦଶା, ଅନ୍ତର୍ଦଶା ଓ ପ୍ରତି ଅନ୍ତର୍ଦଶା ଭୋଗ ହେଉଛି ପ୍ରଭୃତି ବିଚାରକୁ ନେଲେ ଜଣେ ଭଲ ଜ୍ୟୋତିଷ ବା ଆଷ୍ଟ୍ରୋଲୋଜର କନ୍ୟା ରାଶି ଜାତକ ସମ୍ପର୍କରେ ସଠିକ୍ ଫଳାଦେଶ ପ୍ରଦାନ କରିପାରେ। ପରିଶେଷରେ 2025 ମସିହାରେ କନ୍ୟା ରାଶି ଜାତକ ସମସ୍ତ ଅଶୁଭ ଫଳକୁ କାଟି ଶୁଭ ଫଳ ପାଇବା ନିମନ୍ତେ କନ୍ୟା ରାଶିର ଅଧିପତି ବୁଧ ମହାଗ୍ରହଙ୍କର ଅଧିଷ୍ଠାତା ଦେବତା ଭଗବାନ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରନ୍ତୁ। ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ ଏବଂ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରନ୍ତୁ। ନିଶ୍ଚିତ ରୂପେ ସମସ୍ତ ଶୁଭଫଳ ପ୍ରାପ୍ତ ହେବେ। ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।